विषय तो सारे ଦେଇଛନ୍ତି द्रौपदी हरण हो आरंभ करतु भैया अरे ठीक है तीन पद भीतर मु नष्ट छाड़ी देबी तापर आपण खाली आभास दियंतु बाबू देखि कोन आउछ किरे पंचाल बोलिनो एक देशोटिया दिला भाई आमर खाइले किंतु पंचु पांडव तापर अर्जुन अडु गले सात ताल पंक ए भए एरा पसार प्लट नाही तमे जोटा जाने आया तेनु करी द्रौपदी क्रंदन करूछंती से पंच भाई को टणा उठना रे हां सेडु बाबू कोन करिले कृष्ण आसी जाऊ लज्जा निवारण पई ए गीत अछि कि नाही ते बोला द्रौपदी केमिति रुदन करूछंती आहारे
ଆଜ୍ଞା ତାଙ୍କର ଯେତେବେଳେ ଆଜ୍ଞା ପଞ୍ଚୁ ପାଣ୍ଡବ ଯେତେବେଳେ ଦ୍ରୌପଦୀକୁ ଆଜ୍ଞା ନେଇ ବନବାସ ଯାଉଛନ୍ତି ଦେଖି ଦ୍ୱିତୀୟ ପର୍ଯ୍ୟାୟରେ ଆପଣ ଟିକେ ବିଷୟଟାକୁ ଆଣିଲେ ଆଜ୍ଞା ଆରେ ହରଣ କହି ରହିଛି ଆଜ୍ଞା ঠিক আছে ନାଇଁ ଏଇ ଆଡୁ ନାହିଁ ମୁଖ୍ୟ ପଏଣ୍ଟ ଟିକେ ଆରମ୍ଭ କରନ୍ତୁ ଦେଖି ଧରୁଛନ୍ତି ହଁ ବିଷୟବସ୍ତୁକୁ ଆଣିଲେ ଅପର ପକ୍ଷ ଯୋଉ ଗାୟକ ବିଷୟବସ୍ତୁକୁ ଆଣିଲେ ଏଟା କଣ ଠିକ କି ଆଜ୍ଞା ଏଟା କଣ ଠିକ ଆପଣ ସାର୍ ଜାଣିଥିବେ ଆଉ ମୁଁ ଆଉ ସାର୍ ତ କହିଲେ ଧନ୍ୟବାଦ ପ୍ରଶ୍ନ ଗୋଟେ ଆପଣ ପଚାରନ୍ତୁ ପ୍ରଶ୍ନଟି ଦିଅନ୍ତି ଅପର ପକ୍ଷ ଗାୟକ କଥାରେ ଆଜ୍ଞା ସହଜେ ମା ମଙ୍ଗଳାଙ୍କର ବ୍ରତ ଚାଲିଛି ବା ପୂଜା ହଉଛି ଭାଇନା କହିବେ ଆମର ଯୋଉ ମଙ୍ଗଳାଙ୍କ କାନି ସେ କାନିରେ ଦ୍ୱାଦଶ ଅଗ୍ନି ଥାଏ ବୁଝିଲେ କି ନାହିଁ ସେ ପଞ୍ଚ ଅଗ୍ନି କଥା କହିବନି ସେ ଦ୍ୱାଦଶ ଅଗ୍ନିର ନାଁ କଣ ଆଜ୍ଞା ଜମ ଅଗ୍ନି ଜ୍ଞାନ ଅଗ୍ନି ଯୁଗ ଅଗ୍ନି ଶ୍ରାଦ୍ଧ ଅଗ୍ନି ଆଜ୍ଞା ଏଇଭଳି 10 ଅଗ୍ନି ଆମର ଖ୍ୟାଲ ପଡୁନି ଆପଣ ଦିଅନ୍ତୁ ଆଜ୍ଞା ମୋର ସେଇ ମଙ୍ଗଳାଙ୍କ କଥା କହିବି ମଙ୍ଗଳାଙ୍କର ସ୍ୱାମୀ ନାମ କଣ ଆଜ୍ଞା ମଙ୍ଗଳାଙ୍କର ସ୍ୱାମୀ ନାମ ହଉଛି ଶିବ ନିଜେ ଆଜ୍ଞା ତାଙ୍କ ଅଙ୍ଗରୁ ଜାତ କରିଥିଲେ ଆଉ ଦେବୀ ଭାଗବତ ମଧ୍ୟରେ ଦୁର୍ଗାଙ୍କର ନିଃଶ୍ୱାସ ହଉଛି ମଙ୍ଗଳାଙ୍କର ଉତ୍ପନ୍ନ କମିଟି ତରଫରୁ ଗୋଟିଏ କଥାଟିଏ ଅଛି ଆପଣମାନେ ପଦେ ପଦେ ଆଲୋଚନା କରିବେ ଯେତେବେଳେ ଅର୍ଜୁନ ଲାଖ ପିନ୍ଧିଲେ ଶିବିରକୁ ଫେରିଛନ୍ତି ରୋହିଣୀ ସ୍ଥାନକୁ କୁନ୍ତି କହିଛନ୍ତି 5 ଭାଇ ଭାଗ କରି ଖାଅ ଆଜି 5 ଭାଇଙ୍କ ମଧ୍ୟରେ ଚିନ୍ତା ଯେ ଆମେ ଦ୍ରୌପଦୀକୁ 5 ଭାଇ ଯାକ କେମିତି ଭାଗ କରି ଖାଇବୁ ଆଜି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ଆମେ 5 ଭାଇ ଯାକ ବାହା ହେବୁ ଏ କଥା ଦ୍ରୌପଦ ଶୁଣିଲେ ଯେ ମୋ ଝିଅକୁ 5 ଜଣ ଯାକ ବାହା ହେବା ପାଇଁ ଯାଉଛନ୍ତି ଦ୍ରୌପଦ ମନା କଲେ এইটু কিছু কহিলে কেমিতি বাহাঘর হব সরে দ্রৌপদী তো হচ্ছেন অগ্নিসম্ভব সে মনা করিবার সে কহিলে যে না গোটে পুরুষ এক নারী কে 5টা পুরুষ কিপরি মু
ଜଏନ୍ କରିବେ ବୋଲି ଦ୍ରୌପଦ କହିଲେ କଥା ମନା କଲେ କିନ୍ତୁ ଏଠେ ଦ୍ରୌପଦୀ ଆଜ୍ଞା ତାଙ୍କ ପିତାଙ୍କୁ କହିଛନ୍ତି ଯେ ନାଇଁ ବାପା ଇଏ ହଉଛନ୍ତି ପଞ୍ଚ ଆତ୍ମା ମାନେ ପାଞ୍ଚ ରୂପ କିନ୍ତୁ ଏକ ଆତ୍ମା। ଆଜ୍ଞା ସେଇଟା ଆଜ୍ଞା ପାଞ୍ଚ ରୂପ କିନ୍ତୁ ପଞ୍ଚ ଆତ୍ମା। ଦ୍ରୌପଦୀ କହିଛନ୍ତି କି ଆଜ୍ଞା ଦ୍ରୌପଦୀ କହିଛନ୍ତି ନାଇଁ ନାଇଁ ଆଜ୍ଞା ସେଇଟା କେମିତି କଣ କଣ ଆଜ୍ଞା ଦ୍ରୌପଦୀ କହିନା କିଏ କହିଲା ସେ ତାଙ୍କର ଯିଏ ତାଙ୍କର ମା କାର ମା ଦ୍ରୌପଦୀଙ୍କର ମା ଦ୍ରୌପଦୀଙ୍କର ମା ସେଠୁ ସେତେବେଳେ ଆଜ୍ଞା ଅଗ୍ନିକା ଋଷି ଯେତେବେଳେ ଶାପ ଦେଇଥିଲେ ଆଜ୍ଞା ଅଗ୍ନିକା ଋଷି ପଣ୍ଡୁ ରାଜାଙ୍କୁ ଯେତେବେଳେ ଶାପ ଦେଇଥିଲେ ଗୋଟେ ପଦରେ କହିଥାନ୍ତେ ଏ କଥା କେମିତି ଜାଣିଲେ ଯେ ପଞ୍ଚ ଆତ୍ମା ବାହାବେ ପାଞ୍ଚ ଇନ୍ଦ୍ର ପଞ୍ଚ ଆତ୍ମା ସେମାନେ ବାହାବେ ଦ୍ରୌପଦୀକୁ ଯିଏକି ଥିଲେ ଆଜ୍ଞା ବୁଝିଲେ ପୂର୍ବଜନ୍ମ ଏଇ କଥା ପୂର୍ବଜନ୍ମ କଥା କିଏ କହିଲା ଯେ ଦ୍ରୁପଦ ସବୁ ଶାନ୍ତ ହେଇଗଲେ ଠିକ ଅଛି ସେଟାକି କୃଷ୍ଣ ନିଜେ କହିଛନ୍ତି। ବ୍ୟାସ ବ୍ୟାସ ସେଠିକି ଆସିଥିଲେ ବ୍ୟାସ ହଉ ଧନ୍ୟବାଦ ବୀଣାକାର ଆସ ଇତି